ପୁତନା ରାକ୍ଷସୀର ବଧୋପାଖ୍ୟାନ। ପରୀକ୍ଷା ବୋଇଲେ ତୁମ୍ଭେ ଶୁଣ ମୁନିବର, ଅମ୍ବିକା ଯା ମୃତ୍ୟୁ ଭେଦ କରିଲେ ଶୂନ୍ୟର। ଯଶୋଦା ଗର୍ଭେ ଅମ୍ବିକା ଦେବୀ ଥିଲେ ରହି, କାହାର ବୋଲରେ ସେହି ଜନମିଲେ ନାହିଁ। ଶ୍ରୀଶୁକ ବୋଇଲେ ତୁମ୍ଭେ ଶୁଣ ହୋ ରାଜନ, ଯେଉଁ ଦିନୁ ଗର୍ଭେ ରହିଲେ କ ଭଗବାନ। ଅମ୍ବିକାକୁ ବୋଇଲେ ତୁ ଆଗ ହୁଅ ଜନ୍ମ, ଦାନବ ମତେ ତରିଷା ଅଛଇ କରିଣ। ଆମ୍ଭେ ଯାଇ ଦେବକୀର ଗର୍ଭେ ଜନ୍ମ ହେବୁ, ତୁହି ଯାଇ ଯଶୋଦାର ଗର୍ଭରେ ରହିବୁ। ବାସୁଦେବ ଆଣିବ ଯେ ତୋତେ ପାଲଟାଇ, ମୋହର କଥା କଂସକୁ କହି ଯିବୁ ତୁହି। ଭାଳି ଭାଳି ମରିବ ଯେ କଂସ ବୀର ରାୟ, ଏହି କଥା ଅମ୍ବିକାକୁ କରହି ଉପାୟ। ତହୁଁ ସେ ବୋଇଲେ ଯେବେ ମାନବ ଜନ୍ମିବ, ମର୍ତ୍ତ୍ୟପୁରେ ଯାଇଣ ମୁଁ କିଏ ବା ଭଖିବି। କଂସ କେଶୀ ଶହ ଅଷ୍ଟ ମଲ୍ଲ ଦେବି ମାରି, ଭାରତ ଯୁଦ୍ଧରେ ଲକ୍ଷେ ରାଜା ଦେବି ଭଳି। ଏ ଅନ୍ତେ 56 କୋଟି ଦେବଇଁ ଯାଦବ, ମୋହର ପିତା ହୋଇବ ଜାଣ ବସୁଦେବ। ଅମ୍ବିକା ବୋଲିଣ ନାମ ତୁହି ବୋଲାଇବୁ, ପ୍ରତ୍ୟେକ ଗ୍ରାମରେ ତୁହି ପୂଜାକୁ ପାଇବୁ। ଦେବତା କିନ୍ନର ମାନେ କରିବେ ଗୋ ପୂଜା, ଅନେକ ଖାଇବୁ ତୁହି ମର୍ତ୍ତେ ବଳି ଭୋଜା। ଯଶୋଦା ଗର୍ଭରେ ସିନା ଅମ୍ବିକା ଜନ୍ମିଲେ, କୃଷ୍ଣ ଜନ୍ମ କନ୍ଥା ସେହୁ କଂସେ କହିଗଲେ। ପରୀକ୍ଷା ବୋଇଲେ ଆହେ ଶୁଣ ମୁନିବର, ଏଥି ଉତ୍ତାରୁ ଯେ କିସ କଲା କଂସ ବୀର। ଶୁଣ ହେ ପରୀକ୍ଷା ବୋଲି କହିଲେ ଶ୍ରୀଶୁକ, ଯହୁଁ କହିଲା ଅମ୍ବିକା ମୃତ୍ୟୁ ଭେଦ ଯାକ। କଂସ ନରପତି ତେହୁଁ ଭାଳଇ ମନରେ, ଲକ୍ଷ ଲକ୍ଷ ନରପତି ଆସ୍ଥାନ ତଳରେ। ଏଣୁ କରି କଂସ ରାଜା ବୀର ସେ ବସିଲା, ମନେ ମନେ ଚିନ୍ତା କରି ତଳକୁ ଚାହିଁଲା। ମନେ ବିଚାରଇ ମୋର ବୈରୀ ହେଲା ଜନ୍ମ, କେମନ୍ତ ମାରିବି ମୁହିଁ ଦେବକୀ ନନ୍ଦନ। ଅଦ୍ଭୁତ ବୈରୀ ମୋହର କେଉଁଠାରେ ଥିଲା, ଦେବକୀ ଗର୍ଭରେ ଆସି ସମ୍ଭୂତେ ହୋଇଲା। ଚାଣ୍ଡାଳୁଣୀ ଭଗ୍ନୀ ମୋର ଏଡେ କର୍ମ କରି, ମୋର ବୈରୀକୁ ସେହୁ ଛାଡେ ଗୋପପୁରୀ। ଏମନ୍ତେ ସେ କଂସ ରାଜା ଚିନ୍ତିତ ହୁଅଇ, ଏ ସମୟେ ଅଷ୍ଟମଲ ମାଳିରେ ଯେ ତହିଁ, ଦେଖିଲା କଂସ ଅର୍ପିତ ବସିଛି ବଦର। ଏକକୁ ଚାହିଁ ଆରେକ ଅଛନ୍ତି ମୌନ, ଏମନ୍ତ କାଳେ ପୁତନା ହୋଇଲା ପ୍ରବେଶ। ଦେଖିଲା କଂସର ମନ ହୋଇଛି ବିରସ, ତେଣୁ ସେ ବୋଇଲା କିମ୍ପା ତ ବୀର ସମତି। ଲକ୍ଷେ ନୃପତି ମଧ୍ୟରେ ଅଟୁ ତୁ ଅଧିପତି, କିମ୍ପାଇଁ ବିରସ ହୋଇ ଅଛି ତୋର ମନ। ବିମର୍ଷର କଥା ମତେ କହ ତୁ ରାଜନ, କଂସ ବୋଇଲା ମୋହର ବୈରୀ ଉତ୍ତପତି। ଗୋପପୁରେ ତାର ହୋଇ ଅଛି ଅବସ୍ଥିତି, ଶୁଣୁ କରି ପୁତନା ଯେ ବୋଇଲା ବଚନ। ଏଛାର କଥାକୁ ଭ୍ରାତା ନ କର ଚିନ୍ତନ, ତୋହର ବୈରୀକୁ ମୁହିଁ କରିବି ବିନାଶ। ଶୁଣିଣ ହରଷ ହେଲା ନୃପବର କଂସ, ରଖ ଗୋ ଭଗିନୀ ତୁହି ମୋହର ଜୀବନ। ନନ୍ଦ ଘରେ ଅଛଇ ଯେ ବାଳକ ନନ୍ଦନ, ତାକୁ ବଧ କରି ଯେବେ ଆସୁ ମୋର ପାଶ। ତେବେ ସେ ଜାଣିକି ଭଗ୍ନୀ ମୋହର ବିଶ୍ୱାସ, ଏମନ୍ତ ବୋଲିଣ ତାକୁ ରତ୍ନମାଳା ଦେଲା। ମୋହର ବୈରୀ ବଧ କର ଗୋ ବୋଇଲା, ଚଳଇ ପୁତନା ସେହି ବିମାନେ ଚଢ଼ିଣ। ଦୁଇ ସ୍ତନରେ ଅଛଇ ବିଷ ପୁରାଇଣ, ଖରେ ଚଳଇ ଅସୁରୀ ଗୋପେ ନାମେ ପୁର। ଗୋପେ ହୋଇଛି ଆନନ୍ଦ ପ୍ରତି ଘର ଘର, ଆନନ୍ଦ ବେଳେ ପୁତନା ଯାଇ ପ୍ରବେଶିଲା। ଦେଖିଣ ସେ ନନ୍ଦ ବଡ଼ ଚିନ୍ତିତ ହୋଇଲା, କି ନିମନ୍ତେ ଆଗମନ କଲ ରାଜଭଗ୍ନୀ। ପୁତନା ବୋଇଲା ପେଶି ଦେଲା ନୃପମଣି,
750 ବର୍ଷ ହେଲା ମନନ୍ଦନ, ଏହି ଚିହ୍ନ ଅଳଙ୍କାର ଦେଲା ପଠାଇନ। ବଡ଼ ଉଦବେଗେ ମୁହିଁ ଗୋପକୁ ଆସିଲି, ତୋହର ପୁତ୍ରକୁ ମୁହିଁ ଦେଖି ଯିବି ବୋଲି। ବେଗେ ଅଇଲଇଁ ମୋର ପୁତ୍ରକୁ ପକାଇ, ତୋହର ପୁତ୍ରକୁ ମୁହିଁ ଦେଖିବାର ପାଇ। ମସ୍ତନ ଚାଟନ୍ତେ କଷ୍ଟ ହେଉଅଛି ପୁଣ, ମନନ୍ଦ ତୋହର ପୁତ୍ର କୋଳେ ଦିଅ ଆଣି। ଟାଣିଲେ ବୋଲିଣ ଦୁଇ ସ୍ତନକୁ ଧଇଲା, ଡରେ ନନ୍ଦ ନେଇ କରି ପୁର ଦେଖାଇଲା। ଯଶୋଦା ବୋଇଲେ ସେହୁ ପୁତ୍ର ଥିଲା ହରି, ପୁତନା କୋଳକୁ ଦେଲେ କରକୁ ବଢାଇ। ପୁତନା ବିଚାରେ ସ୍ତନ ଦେବଇ ତୁଣ୍ଡରେ, ଏ ବାଳକ ମରିଯାନ୍ତେ ନିମିଷେ ମଧ୍ୟରେ। ଏହା ଶୁଣି ପରୀକ୍ଷିତ ପଚାରନ୍ତି ପୁଣି, ହେମୁନି କୁହ ଶ୍ରୀ ଭାଗବତର ପୁରାଣ। ଲକ୍ଷେ ଜନ୍ମ ପରିଯାନ୍ତେ ଗ୍ରନ୍ଥ ନିନ୍ଦା ଘୋଷ, କୁମ୍ଭୀପାକ ନରକରେ ପଡ଼ଇ ଅବଶ୍ୟ। ଏହାକୁ ହିଁ ପୁଛିବାକୁ ନୁହଁଇ ଭାଜନ, ବୋଲଇ ପୁତନା ବିଷ ପୁରାଇଲା ସ୍ତନ। କେମନ୍ତ ପ୍ରକାରେ ବିଷ ସ୍ତନରେ ରଖିଲା, ତହିଁରେ ବିଷର କ୍ଷୀଣ କେମନ୍ତ ବଞ୍ଚିଲା। ଏହା ମତେ ସଂକ୍ଷେପିଣ କହ ମହାମୁନି। ମୁନି ବୋଇଲେ ତାହା ମୁଁ କହୁଅଛି ପୁଣି, ତୁହି ବୁଲା ଚୁଲା ବିଷ ଥିଲାଟି କାହାର। ଅସୁରକୁ ମାୟା ସିନା ଅପାର ଅପାର, ପୁତନା କାଳ ଘଣ୍ଟି ବିଦ୍ୟା ସେ ଜାଣଇ। ଯାହାର ଯେଉଁ ମନ୍ତ୍ର ତା ସ୍ମରଣ କରଇ, ବିଷର ଆକୃତି ମନ୍ତ୍ର ପୁତନା ସ୍ମରିଲା। ବେନି ସ୍ତନେ ତାର କାଳ କୂଟ ସେ ଭରିଲା, ସ୍ତନରେ ବିଷ ପୁରଇ ପୁତନା ଗମଇ। କୃଷ୍ଣକୁ ମାରିବ ବୋଲି ମନେ ବିଚାରଇ, ଯେ କୃଷ୍ଣ ବଚନେ କାଳ ଅଗ୍ନିନାଶ ଯାଇ। ପୁତନାର ବିଷ ଛାର କେ କରି ପାରଇ, ଯେତେବେଳେ ସେ ପୁତନା ପୁତ୍ର କାଳେ ନେଲା। ସେ ସ୍ତନ ଚୁମ୍ବିବା ମାତ୍ରେ ତାର ପ୍ରାଣ ଗଲା, ପଡ଼ିଲା ପୁତନା ବେନି ଯୋଜନ ମାରିଣ। ଛଟପଟ ହୋଇ ପ୍ରାଣ ଗଲା ତତକ୍ଷଣ, ତାହାର ଆତ୍ମା ଛାଡ଼ିଣ ଗଲା ଶରୀରରୁ। ଗର୍ଜିଣ ପଡ଼ନ୍ତେ ସୁର ଦେଖନ୍ତି ଶୂନ୍ୟରୁ, ଦେଖି ତାହା ଦେବଗଣ ଆନନ୍ଦ ମନରେ। ପୁଷ୍ପକ ବିମାନ ଆଣି ନିଅନ୍ତି ଧାତିକାରେ, ନିଜର ସ୍ଥାନକୁ ପୁଣି ଚଳଇ ସୁନ୍ଦରୀ। ପୁଷ୍ପ ବୃଷ୍ଟି ହୋଇଲା ସେ ଗୋପ ନାମେ ପୁରୀ, ପୁତନା ଯେଉଁ କାଳରେ ମୃତ୍ୟୁକୁ ଭଜିଲା। ଚତୁର୍ଦ୍ଦଶ ଭୁବନ କି ମାଡ଼ିଣ ପଡ଼ିଲା, କେହୁ ବୁଲଇ ପୁତନା ଆମ୍ଭନଗ୍ରେ ମଲା। ଦହନ କର ଏହାକୁ ନନ୍ଦ ଆଜ୍ଞା ଦେଲା, କେବୁଲଇ ସେ ଅଟଇ ରାଜାର ଭଗିନୀ। ଶ୍ମଶାନ ଭୂମିରେ ନେଇ ୟାକୁ ଦେବା ଅଗ୍ନି, ଏହା ବୋଲିଣ ସମସ୍ତେ ଗୋପୀ ମେଳ ହେଲେ। ପୁତନାକୁ ଘେନି କରି ଶ୍ମଶାନେ ମିଳିଲେ, ଗୋପାଳେ ଅଗ୍ନି ସଂଯୋଗ କଲେ ଧାତିକାର। 7 ଯୋଜନ ପର୍ଯ୍ୟନ୍ତ ଗନ୍ଧ ଗଲା ତାର, କର୍ପୂର କସ୍ତୁରୀ ଆଦି ଗନ୍ଧ ଦ୍ରବ୍ୟମାନ। ଅଗ୍ନିରେ ସଂଯୋଗ ଗନ୍ଧ ଯାଏ ବହୁ ଜୁଣ, ତଦନ୍ତରେ ପରୀକ୍ଷିତ ଶୁକଙ୍କୁ ପୁଛିଲା,
কেমন্ত অসুরি দেহু সুগন্ধ বহিলাম সুক মুনি ବୋଲନ୍ତି ତୁ ଶୁଣ ହୋ ରାଜନମ ହରି କଥା ଶୁଣି ପାପ କରସି ଦହନମ ଗୁରୁ ହତ୍ୟା ସ୍ତ୍ରୀ ହତ୍ୟା ବ୍ରହ୍ମ ହତ୍ୟା ପୁଣି ଏ ହରି ବଂଶ ଶୁଣିଲେ ଜୀବ ପାପ ମାନମ ଅସମର୍ଥ କାଳେ ଯେଉ ଏହାକୁ ଶୁଣଇ ବିଷ୍ଣୁ ଲୋକରେ ପ୍ରବେଶ ହୁଅଇ ସେ ଯାଇ ଯେଉଁ କଥା ପଚାରିଲୁ ପରୀକ୍ଷା ରାଜନମ ପୁତନାର ଆଦି ଜନ କହୁଅଛି ପୁଣ ସାମନ୍ତ ମନୁ ନାମରେ ସତ୍ୟ ଯୁଗ ପୁଣି ତିଳୋତ୍ତମା ଦୁହିତା ହେ ଅଟେ ସୁର ସେନି ନୃତ୍ୟ ରଙ୍ଗ ରସରେ ସେ ଜିଣଇ ସୁନ୍ଦରୀ ଇନ୍ଦ୍ରର ଆସ୍ଥାନେ ସେହୁ ନିଅନ୍ତି ନୃତ୍ୟ କରି ଶେଷବାରେ ସର୍ବଦେବ ଥାନ୍ତି ଯେ ବସି ନୃତ୍ୟ କରଇ ସୁନ୍ଦରୀ ସୁର ସେନ ଆସି ଚିତ୍ରସେନା ମୃଦଙ୍ଗ ଯେ ବଜାଏ ତାହାର ନୃତ୍ୟ ରସରେ ମାତନ୍ତି ହୁଅଇ ସେ ଭୋଳ ବୃହସ୍ପତି ଯେ ଥାନ୍ତି ଇନ୍ଦ୍ର ପାରୁଷରେ ସ୍ତନ ଦେଖାଇଣ ସେହୁ ବସେ ବାରମ୍ବାରେ ବୃହସ୍ପତି ବୋଇଲେ ହୋଇଲୁ ଅଜ୍ଞାନୀ ମର୍ତ୍ତ୍ୟରେ ସୁନ୍ଦରୀ ହୁଇ ହୁଅ ତୁ ଜନମ ଶୁଣି କରି ସୁର ସେନି ମହା ଚିନ୍ତା କଲା ଅପରାଧ ମାନି ତାଙ୍କ ପାଦରେ ପଡ଼ିଲା ବୃହସ୍ପତି ବୋଇଲେ ତା ନହିବ ଟିଆନ ଦ୍ୱାପର ଯୁଗରେ ଥିବୁ କଂସ ସନ୍ନିଧାନ ପୁତନା ରୂପରେ ତୁହି ରାକ୍ଷସୀ ହୋଇବୁ ଶ୍ରୀକୃଷ୍ଣଙ୍କୁ କୂଳ ଧରି ମୁକତି ଲୋଭିବୁ ଯେଉଁ ସ୍ତନ ଦେଖାଇଲୁ କଲୁ ଗର୍ବ ପୁଣି ସେ ସ୍ତନ ପିହୀନ ହରି ଶୋଷିବେ ତ ପ୍ରାଣ ତେବେ ଯେ ପାଇବୁ ତୁହି ନିଜର ଭୁବନ ବୃହସ୍ପତି ଏହା ତାଙ୍କୁ କହିଲେ ପୁଣି ଶୁଣ ହୋ ପରୀକ୍ଷ ନୂତନା ପୁତନାର ଜନ୍ମ ବାଣୀ ଏହା ଶୁଣିଲେ ପାତକ ହେବ ଖଣ୍ଡ ଖଣ୍ଡ ପୁତନା ଧୋଇଲା ଯେହୁ କୋଳେ ଭଗବାନ ଅସୁରୀ ଦେହରୁ ତରି ଗଲେ ସେ ମୋହନ ଶ୍ରୀକୃଷ୍ଣ ନାଥଙ୍କୁ ଯେଉଁ କୋଳରେ ଧରିଲେ ତେଣୁ କରି ଦେହ ତାର ସୁଗନ୍ଧ ହୋଇଲା ଶ୍ରୀକୃଷ୍ଣଙ୍କୁ କୋଳେ ଧରି ଗଲେ ସ୍ୱର୍ଗପୁର ଯାଇନ ବସିଲା ସେହି ନିଜ ଆସ୍ଥାନର ପୁତନାର ହତ କଥା ସର୍ବତ୍ର ଶୁଭିଲା କଂସର ଆଗରେ ଯାଇ ଡଗର କହିଲା ମନ ନିବେଶିଣ ଶୁଣ ଆହେ ନରବର ପୁତନା ଭଗ୍ନି ତୋହର ଗଲା ଗୋପପୁର କେଉଁ କାରଣରେ ସେହି ଗୋପେ ଯାଇଥିଲା ନନ୍ଦର ମନ୍ଦିରେ ତାହା ପ୍ରାଣ ତ୍ୟାଗ କଲା ବିଷ ସେ ଦିଅନ୍ତି ସ୍ତନ ଜୁମ୍ବିଲା ତାହାର ଚୁମ୍ବିବା ମାତ୍ରକେ ପ୍ରାଣ ହୋଇଲା ବାହାର ଶୁଣି କରି କଂସ ବଡ଼ ବିଷଣ୍ଣ ହୋଇଲା ପ୍ରାଣ ତୁଲ୍ୟ ଭଗ୍ନି ମୋର ଆଗେ ନାଶ ଗଲା ଏହା ବୋଲି କଂସ ରାଜା କରଇ ବିଚାର ଅକ୍ରୂରକୁ ହକାରିଣ ଦେଲେ ଦଣ୍ଡଧର ତହୁଁ ମନ୍ତ୍ରୀ ବୋଲେ ଚିନ୍ତା ନକର ମନରେ ପ୍ରାଣର କାଳ ପୁରିଲେ ଯାନ୍ତି ଯମ ଘରେ ଉପାୟ କରି ମାରିବା ନନ୍ଦର ପୁଅକୁ ଏତେ ବୋଲି ସନ୍ତୋଷ ସେ କରାଏ ରାଜକୁ ସେହି ଦିନରୁ ଚିନ୍ତିତ ହେଲା ମହାବୀର ଅକ୍ରୂର ସ୍ମରଣ କଲେ ପ୍ରଭୁ ଚକ୍ରଧର ଆହେ ନାଥ ଜାଣୁ ତୁହି ମରୁଦ ବିଚାର
ଯେମନ୍ତ ନାଶ ହୋଇବ ଏହି କଂସାସୁର। ଶ୍ରୀହରି ତୁ ଅବଗତ ମମନେ ବିଚାର, ଏସ କଣ୍ଟୁ ମହାପ୍ରଭୁ ମତେ କର ପାର। ହରି ହରି ବୋଲି ଗଉ ତମ ସୁମରିଲେ, ମନୁ ଏକ ଗଲେ ନୀର ଚଳୁ ଏ ଭଖିଲେ। ହରି ନାମ ସୁମରିଲେ ପାପ ହୁଏ ଦୂର, ଆହେ ହରି ଏ ସଙ୍କଟୁ ମତେ ପାରି କର। ହରି ନାମ ଗୋଟି ନରେ ହୃଦେ ପଦ୍ମେ ଘୋଷ, ହରି ନାମ ସୁମରଇ ନାରାୟଣ ଦାସ। ହରି